ଶିକ୍ଷାଦାତା, ମନ୍ତ୍ରଦାତା ଏବଂ କନ୍ୟାଦାତା। ଏମାନେ ହେଉଛନ୍ତି ଆମର ପିତା। এইଥିରୁ ଆପଣ ବୁଝିପାରୁଥିବେ ଏ ଅଞ୍ଚଳକୁ ଶିକ୍ଷାର ଆଲୋକ ପ୍ରଦାନ କରିବା ପାଇଁ ତାକୁ ଆମେ ଶିକ୍ଷାଦାତା ବୋଲି କହିପାରିବା। ଏ ଅଞ୍ଚଳର ପିତା ସଦୃଶ ଏ ଅଞ୍ଚଳକୁ ଉଠେଇବା ପାଇଁ ଏ ଅଞ୍ଚଳର ପ୍ରକୃତରେ ଜଣେ ହିତାଧିକାରୀ ଭାବରେ ତାଙ୍କର ଜନ୍ମ ହେଇଥିଲା, ତାଙ୍କର ନରଜନ୍ମ ସାର୍ଥକ ହେଇଛି। ଆମେ ସେଥିପାଇଁ ନିଶ୍ଚିତ ଭାବରେ ତାଙ୍କୁ ମନେ ରଖିବାର ବେଳ ଆସି ପହଞ୍ଚିଛି। ବନ୍ଧୁଗଣ, ୟାରି ଭିତରେ ଆମେ ଆଉ ଗୋଟେ ଜିନିଷ ଦେଖିବା, ଉନ୍ନତି ହେଲେ ଦେଶର ଉନ୍ନତି ହେବ, ଯେଉଁଟାକୁ ସର୍ବୋଦୟ ବୋଲି କୁହାଯାଉଥିଲା। କେମିତି ସମସ୍ତଙ୍କର ବିକାଶ ହେବ ସେ ଦିଗରେ ସେ କାମ କରିଥିଲେ। ତେଣୁ ସେ ଅଣ୍ଟା ଭିଡ଼ିକି ବାହାରି ଆସିଲେ ନିଜ ଗାଁ, କହିଲେ ନା ମୁଁ ରହିପାରିବି ନାହିଁ, ମୁଁ ବନ୍ଦୀ ବା ଶୃଙ୍ଖଳବଦ୍ଧ ହେଇପାରିବି ନାହିଁ। ଏଇ ଯେଉଁ ସ୍ୱାଭିମାନୀ ଚରିତ୍ର ମହୋଦୟ ତାଙ୍କ ଜୀବନରେ ଯାହା ଯାହା ସବୁ କରିଯାଇଛନ୍ତି ତାକୁ ଆମେମାନେ ସହଜରେ ଏବେ ବିଶ୍ୱାସ କରିପାରିବା ନାହିଁ। ଗୋଟିଏ ଭାବଗତ ବିପ୍ଳବ ସେ ସୃଷ୍ଟି କରିଛନ୍ତି ଆମ ଅଞ୍ଚଳରେ। ତେଣୁ ତାଙ୍କର ଏଇ ଯେଉଁ ନାଁ, ତାଙ୍କର ଯେଉଁ କର୍ମ, ସେ କର୍ମ ସାରା ପୃଥିବୀରେ ପରିବ୍ୟାପ୍ତ ହେବା ଦରକାର। ଆଜିର ଯୁବ ସମାଜ ପାଇଁ ତାଙ୍କ ଜୀବନରୁ ଅନେକ କିଛି ଜିନିଷ ଶିଖିବାର ଅଛି। ସେ ଆମେରିକା ଗସ୍ତରେ ଯାଇଥିଲେ ଆଜକୁ ପ୍ରାୟ 200 ବର୍ଷ ତଳେ। ଆମେରିକାକୁ ଘୁରି ବୁଲିବା ପରେ ସେ ତାଙ୍କର ଅନୁଭୂତି ଆଉ ଅଭିଜ୍ଞତାକୁ ନେଇ ଗୋଟିଏ ପୁସ୍ତକ ରଚନା କରିଥିଲେ, ଯେଉଁ ପୁସ୍ତକର ନାଁ ହେଉଛି ୱିଦାଉଟ୍ ମାର୍କ୍ସ ଆଣ୍ଡ ଜେସସ୍ ଦ ନ୍ୟୁ ଆମେରିକାନ୍ ରିଭଲ୍ୟୁସନ୍ ହାଜ୍ ବିଗନ୍। ଯୀଶୁ ଏବଂ ମାର୍କ୍ସଙ୍କ ବ୍ୟତୀତ ଆମେରିକା କିଭଳି ଏକ ନୂତନ ବିପ୍ଳବକୁ ଜନ୍ମ ଦେବାକୁ ଯାଉଛି ସେ ସମ୍ପର୍କରେ ରେଭେନ୍ ମହୋଦୟ ତାଙ୍କ ପୁସ୍ତକରେ ଅଭିହିତ କରିଥିଲେ। ସେ କହିନଥିଲେ କୌଣସି ଶିଳ୍ପ ବିପ୍ଳବର କଥା, କୌଣସି ଅର୍ଥନୈତିକ ବିପ୍ଳବର କଥା, କୌଣସି ରାଜନୈତିକ ବିପ୍ଳବର କଥା। ସେ ସମ୍ପୂର୍ଣ୍ଣ ଭାବରେ କହିଥିଲେ ଏକ ଭାବଗତ ବିପ୍ଳବର କଥା। ଅର୍ଥାତ୍ ଯେଉଁ ଦିନଠାରୁ ଆମେରିକା ମାନେ ଭାବିବାକୁ ଆରମ୍ଭ କଲେ ଯେ ବିଶ୍ୱ ମାନଚିତ୍ରରେ ଆମେରିକା କେଉଁଠାରେ ସ୍ଥାନିତ ହେବା ଦରକାର ଏବଂ ସେଥିପାଇଁ ପ୍ରତ୍ୟେକ ଆମେରିକାଙ୍କର କର୍ତ୍ତବ୍ୟ କ'ଣ ହେବା ଉଚିତ, ତା ପରଠାରୁ ଆସ୍ତେ ଆସ୍ତେ ଆମେରିକାରେ ଯେଉଁ ଭାବଗତ ବିପ୍ଳବ ଜନ୍ମ ନେଲା, ଆମେରିକା ଏକ ସୁପର ପାୱାର ଭାବରେ ମୁଣ୍ଡ ଟେକିବାକୁ ଆରମ୍ଭ କଲା। ଏବଂ ସେଥିପାଇଁ ପ୍ରତ୍ୟେକ ଭାରତୀୟଙ୍କର କର୍ତ୍ତବ୍ୟ କ'ଣ ହେବା ଉଚିତ, ଏଇ ହେଉଛି ଏକ ଭାବଗତ ବିପ୍ଳବ। ଏଇ ମଧ୍ୟଖଣ୍ଡ ଗାଁରେ 1934 ମସିହା, 1935 ମସିହା, 1936 ମସିହା ଯେଉଁ 3 ଜଣ ବ୍ୟକ୍ତିତ୍ୱ ଜନ୍ମ ନେଇଥିଲେ, ଯଦି ତାଙ୍କର ଜୀବନ କାହାଣୀ ଆମେମାନେ ପଢ଼ିବା ତେବେ ଗୋଟେ ଭାବଗତ ବିପ୍ଳବ ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ଭିତରେ ଉତ୍ତୋଳିତ ହେବ। ଏହା ନିଃସନ୍ଦେହ ବନ୍ଧୁଗଣ। କାରଣ এই 3ଟି ଯାକ ବ୍ୟକ୍ତିତ୍ୱ, ଆଉ ବିଶେଷ କରି ରାମଚନ୍ଦ୍ର ପଣ୍ଡା ମହୋଦୟ ଯେଉଁ ତ୍ୟାଗର ଯେଉଁ କାହାଣୀ କହିଯାଇଛନ୍ତି ତାଙ୍କର ଜୀବନର କାର୍ଯ୍ୟକଳାପ ଭିତରେ, ତାହା ନିଶ୍ଚିତ ଭାବରେ ସମସ୍ତଙ୍କର ନମସ୍ୟ। 25-26 ବର୍ଷ ବୟସରେ ସଂଗ୍ରାମୀମାନେ ଫାଶୀକୁଣ୍ଡକୁ ଚୁମ୍ବନ କରୁଥିଲେ। ଯୁବା ବୟସରେ ଭଗତ ସିଂ, ବଟୁକେଶ୍ୱର ଦତ୍ତ ଏମାନେ ସବୁ ଯାଇ ଫାଶୀକୁଣ୍ଡରେ ଚଢ଼ିଲେ। ସେମାନଙ୍କ ତ୍ୟାଗର ମୂଲ୍ୟ କ'ଣ ରହିଲା ବନ୍ଧୁଗଣ? କୋଉଥିଲାଗି ସେମାନେ ଯୁବା ବୟସରେ ଫାଶୀକୁଣ୍ଡରେ ଝୁଲିଲେ, ଆଉ ଆଜି ଆମ ମୁହଁରେ ଆମେ ହସ ଫୁଟେଇ ପାରୁଛେ। କିନ୍ତୁ ଆମେ ଭୁଲି ଯାଇଛେ ଆମ ପାଇଁ ସେମାନଙ୍କର ତ୍ୟାଗ କ'ଣ ଥିଲା। ସେମାନେ ସେତେବେଳେ ଚିନ୍ତା କରୁଥିଲେ, ଭାଇ ଆମେ କେତେ ଜଣ ଜୀବନକୁ ପାଣି ଛଡ଼େଇ ନଦେଲେ ଚଳିବ କି, ଦଧିଚିର ହାଡ଼ ଉଜାଡ଼ି ନଦେଲେ ଜଗତର ଭାଗ୍ୟ ଫେରିବ କି। ତେଣୁ ଆମେ ଯେ ଯାହାର ହିତ କରେ ନନେଲେ ତା ନାମ, ଆମ୍ଭଲେ ସେ କହୁତାକୁ ତୁମକ ହାରାମ। କହିଲେ nothing is expected from the so-called educated and elites of the Indian society. ଭାରତ ସମାଜର ଭାରତୀୟ ସମାଜର ଆଗରେ ଥିବା ତଥାକଥିତ ଶିକ୍ଷିତ ମାନଙ୍କ ଠାରୁ କିଛି ଆଶା କରାଯାଇପାରେ ନା। ତାହେଲେ କାହାଠୁ ଆଶା କରାଯିବ ନା? ଏଭ୍ରିଥିଂ ଇଜ ଏକ୍ସପେକ୍ଟେଡ ଫ୍ରମ ଦ ମାସେସ୍। ସାଧାରଣ ମଣିଷ ଠାରୁ ସବୁ ଆଶା କରାଯାଇପାରେ। କାରଣ ଆମେମାନେ ବିଦ୍ୟା ପାଇ ଆମେ ସେତେ ଅହଙ୍କାରୀ ପାଲଟି ଯାଉଛେ, ଆମେ ମାଟିର କଥା ଭାବୁନା। ଏଥିରୁ ଜଣାପଡ଼ୁଛି ଆମେ ବିଦ୍ୟା ପାଇନାହିଁ। ପ୍ରକୃତ ବିଦ୍ୟା ପାଇଥିବା ଲୋକଟି ସେ କ'ଣ କରେ ନା ସମାଜ ପାଇଁ ଉତ୍ସର୍ଗୀକୃତ ହେଇଯାଏ। ମୁଁ ତ କହିବି ବହୁ ସାର୍ଟିଫିକେଟ୍ସ ପାଇନଥିଲେ ରାମଚନ୍ଦ୍ର ପଣ୍ଡା ମହୋଦୟ, PhD କରିନଥିଲେ, ଡକ୍ଟରେଟ୍ ପାଇନଥିଲେ, କିନ୍ତୁ ସମାଜର ସୁପୁତ୍ର ଭାବରେ ସମାଜ ପାଇଁ ସେ ଯାହା କରିଯାଇଛନ୍ତି, ମାଟି ମା ପାଇଁ ଯାହା ସେ କରିଯାଇଛନ୍ତି ତାହା ନିଶ୍ଚିତ ଭାବରେ ପ୍ରଶଂସାର ଯୋଗ୍ୟ।